So hello guys, Jai Shri Ram. Welcome to my YouTube channel. And this is my fitness video on first time on my YouTube channel. As you can say, my body growth in 1 year and consistency. ଦେଖିପାରୁଥିବେ ଆପଣମାନେ କିପରି ଭାବରେ ମୋର 1 yearର ପରିଶ୍ରମ ମୁଁ ଆପଣମାନଙ୍କୁ ଦେଖାଉଛି। ଯେଉଁମାନେ ଆପଣମାନେ ଭାବୁଛ କି ପ୍ରୋଟିନ୍ ଦ୍ୱାରା ହିଁ ଦେହ ହେଇପାରିବ ନହେଲେ ହେଇପାରିବ ନାହିଁ, ସେଇଟା ହେଉଛି ଭୁଲ। ଆପଣମାନେ ଯାହା ଭାବୁଛନ୍ତି ତାହା ଭୁଲ। ଆପଣମାନେ ପ୍ରତିଦିନ ଭଲ ଡାଏଟ୍ ନିଅନ୍ତୁ, ଭଲ କନସିଷ୍ଟେନ୍ସିରେ ରୁହନ୍ତୁ ଏବଂ ୱାର୍କଆଉଟ୍ ଭଲରେ କରନ୍ତୁ। କିଛି ନା ଯଦି ଆପଣଙ୍କୁ ଟାଇମ୍ ହେଉନି କିଛି ପ୍ରୋବ୍ଲେମ୍ ନାହିଁ, ମିନିମମ୍ କିଛି ନା ହେଲେ ବି ଅଧଘଣ୍ଟା ଆପଣଙ୍କୁ ଟାଇମ୍ ଦେବାକୁ ପଡ଼ିବ ନିଜ ବଡ଼ି ପ୍ରତି। ସେଠି ଆପଣ ଧ୍ୟାନ ଦିଅନ୍ତୁ। ଆଉ ଯିଏ ବି ଯେଉଁମାନେ ବି ଆପଣ ଭାବୁଛନ୍ତି କି ନା ଆମ ପାଖରେ ତ ପଇସା ନାହିଁ, ଆମେ କିପରି ଭାବରେ ଆମେ ବଡ଼ି ବନେଇବୁ, ତାହା ଯଦି ଭାବୁଛନ୍ତି ତାହା ଭୁଲ। ଆପଣ କେମିତି ହେଲେ ମଧ୍ୟ ନିଜ ଦେହକୁ ଦିନକୁ ଘଣ୍ଟାଟି ଟାଇମ୍ ଦିଅନ୍ତୁ। ଆଉ ଠିକ୍ରେ ଡାଏଟ୍ ପ୍ରପର୍ ଡାଏଟ୍ କରନ୍ତୁ ଏବଂ ଭଲ ହେଲ୍ଦି ଫୁଡ଼୍ ଖାଆନ୍ତୁ। ଅଏଲି ଫୁଡ଼୍କୁ ଆଭଏଡ଼୍ କରନ୍ତୁ ଆଣ୍ଡ ସୁଗାର କନଜ୍ୟୁମ୍ କରନ୍ତୁ ନାହିଁ। ଏହା ହେଉଛି ମେନ୍ ରିଜନ୍, ଯେଉଁଟାକି ଯେଉଁମାନେ କରୁଛନ୍ତି ଭାଇମାନେ ୱାର୍କଆଉଟ୍ ତ କରୁଛନ୍ତି କିନ୍ତୁ ତାପରେ ଯାଇକି ଅଏଲି ଫୁଡ଼୍ କନଜ୍ୟୁମ୍ କରୁଛନ୍ତି, ତାପରେ ସୁଗାର କନଜ୍ୟୁମ୍ କରିଦେଉଛନ୍ତି। ସୁଗାର ହେଉଛି ମେନ୍ କାରଣ ଯାହାକି ଆପଣମାନଙ୍କର ହେଲ୍ଥକୁ ବହୁତ ଡ୍ୟାମେଜ୍ କରିଥାଏ, ଯାହାକି ବଡ଼ି ଗ୍ରୋଥରେ ତାହା ବହୁତ ପ୍ରଭାବ ପକାଇଥାଏ। ତେଣୁ ମୁଁ କହୁଛି ଆପଣମାନେ ଭଲ କନସିଷ୍ଟେନ୍ସିରେ ରୁହନ୍ତୁ। ହେଲ୍ଥକୁ ସକାଳେ କିମ୍ବା ସନ୍ଧ୍ୟାରେ, ସକାଳେ ଅଧଘଣ୍ଟା ଏବଂ ସନ୍ଧ୍ୟାରେ ଅଧଘଣ୍ଟା ନିଜ ଦେହ ପ୍ରତି ଆପଣମାନେ ଟାଇମ୍ ଦିଅନ୍ତୁ। ଏମିତି ହେଲେ ଆପଣଙ୍କର ଦେହଟା ବଡ଼ି ଆପେ ଆପେ ଗ୍ରୋଥ୍ ହେଇପାରିବ। ଦେଖିପାରୁଥିବେ ମୋର ଏଇ ଦେଖନ୍ତୁ ବିନା କୌଣସି ପ୍ରୋଟିନ୍ ଏବଂ କିଛି ମଧ୍ୟ ନାହିଁ, ଏତିକିରେ ମୋର ଦେହ ଦେଖିପାରୁଥିବେ। ଏବଂ କନସିଷ୍ଟେନ୍ସି ରୁହନ୍ତୁ। କନସିଷ୍ଟେନ୍ସି ଭାଇ କିଛି ମଧ୍ୟ ଜଲ୍ଦି ହେଇପାରିବ ନାହିଁ। ଏହା ମାସେ 2 ମାସରେ ମୋର ଏଇଟା ରେଜଲ୍ଟ ନାହିଁ, କମ୍ ସେ କମ୍ ମୋର ଏଇଟା 1.5 year ଲାଗିଥିବ, ଯାହାକି ଆପଣମାନେ ଦେଖିପାରୁଥିବେ। ଭାଇ ଗୋଟେ ବର୍ଷରେ କିଛି ମଧ୍ୟ ହେଇପାରିବ ନାହିଁ, ଗୋଟେ ବର୍ଷରେ କିଛି ବି ହେଇପାରିବ ନା। ଆପଣମାନେ ଟ୍ରାଏ କରନ୍ତୁ। ଯଦି ହେଉନି 2 ବର୍ଷ ବି ଟ୍ରାଏ କରନ୍ତୁ। ଆସ୍ତେ ଆସ୍ତେ ସବୁ କିଛି ହେବ। ମୁଁ ଦେଖେଇବି ମୋର ଫିଟନେସ୍, ଯାହାକି ଦେଖିପାରୁଥିବ ହେଉଛି କେବଳ କି ପ୍ରୋଟିନ୍ରେ ହିଁ ହେଇପାରିବ, ନହେଲେ ହେଇପାରିବ ଯେତିକି ବି ମୋର ଭାଇ ଭଉଣୀମାନେ ଏହି ଭିଡ଼ିଓଟା ଦେଖୁଛନ୍ତି, ଆପଣମାନେ ମୋଷ୍ଟ ଡେଲି ନିଜ ଦେହ ପ୍ରତି କମ୍ ସେ କମ୍ ଗୋଟେ ଘଣ୍ଟାଟେ ଟାଇମ୍ ଦିଅ, ଯାହାକି ଘଣ୍ଟାଟେ ଦେଲେ ଆପଣମାନଙ୍କୁ ବହୁତ ଭଲ କାମ ଦେଇପାରିବ। ଏବଂ ହେଲ୍ଥ ନଥିଲେ କିଛି ନାହିଁ ଭାଇ, ହେଲ୍ଥ ନଥିଲେ କିଛି ମଧ୍ୟ ନାହିଁ। ଯେଉଁମାନେ ଭାବୁଛନ୍ତି ନାଇଁ ଆମେ ତ ପଇସା କମେଇବୁ, ଆମେ ବହୁତ କିଛି କରିବୁ, ଭାଇ ପଇସା କମାଅ ମନ ନାହିଁ, କିନ୍ତୁ ନିଜ ବଡ଼ି ହେଲ୍ଥ ପ୍ରତି ଆପଣମାନେ ଧ୍ୟାନ ଦେଉଥିବାର ଅଛି। ଏହା ହିଁ ମେନ୍ ରିଜନ୍। ଆଉ ଆଜିର ଭିଡ଼ିଓରେ ମୁଁ ଏତିକି ଆପଣମାନଙ୍କୁ ମୋର ନେକ୍ସଟ ଭିଡ଼ିଓ ଦେଖିପାରିବେ। ଏହା ହେଉଛି ମୋର ବଡ଼ି ହେଲ୍ଥ କଣ୍ଡିସନ୍ ବର୍ତ୍ତମାନ କିପରି ଅଛି। କମେଣ୍ଟ କରନ୍ତୁ। ଯଦି ମୁଁ କିଛି ଭୁଲ କହିଛି ତା'ର ସଂଶୋଧନ ମୁଁ କରିବା ଟ୍ରାଏ କରିବି। ଏବଂ ଯେତିକି ବି ମୋର ରିକ୍ୱେଷ୍ଟ ଭାଇ ଭଉଣୀମାନେ ଭିଡ଼ିଓକୁ ସେୟାର କରନ୍ତୁ, ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ। ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ରୋହିତ ବଡ଼ି ସେଫ୍ ନାଁରେ ଅଛି। এই ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରନ୍ତୁ ଏବଂ ବହୁତ ମାତ୍ରାରେ ସେୟାର କରନ୍ତୁ ଏବଂ ବେଲ୍ ଆଇକନ୍କୁ ଜରୁର ଦବାନ୍ତୁ।